ଆଲୋ ମମତା, ମମତା ଘରେ ଅଛୁ? ହଁ ହଁ ଆଲୋ ଦିଦି ଏତେ ଦିନ ପରେ। ଆଲୋ ଏଇଠି ବଇଛି ଆସ, କବାଟ ଆସ, ଖୋଲା କରିକିନା। ହଁ ଆସ 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 ବସ। ହଁ ମୋ କବାଟ ଖୋଲା କି ପଶି ଆସୁଛି ନାଇଁ ବସ। କଣ ଏତେ ଦିନ ପରେ? ହଁ ଆସିବି ଆସିବି ବୋଲି ଭାବିକି ନା ଟାଇମ ତ ହଉନି ଆଉ କାମ କରି କରି ହଁ ବେଳ ମ, ପଡେଇ ଯାଉଛି ଆଉ। ମତେ ତ ବି ସେଇଆ ଘର କରି କେତେ କାମ ମୁଁ ବି କୋଉ ଯାଇପାରୁଛି। କିନ୍ତୁ ମୁଁ କେତେ ଦିନ ଠାରୁ ଭାବୁଛି ତୋ ପାଖକୁ ଆସିବି ବୋଲିକା। ତମେ ସବୁଦିନ ସେଇଆ କୁହ କୋଉ ଆସ। ଆଲୋ ନା ସତରେ ବା ବହୁତ ଦିନ ହେଲାଣି ଭାବୁଛି। ଆଉ କାଲି ରାତିରୁ ତ ନିଦ ହେଇନି ମତେ ତୋ ପାଖକୁ ଆସିବା ପାଇଁକା। ନିଦ ହେଇନି ତା ମାନେ ତମ ପେଟରେ ଗୋଟେ କଣ କଥା ଅଛି ତୁମେ କହିବ ବୋଲି ଏଇ ତମକୁ ନା ନିଦ ନା ମ ହେଇନି। କିଛି କଥା ନାଇଁ, ମୁଁ ଏମିତି ଆସିଛି ଆଉ। ତୁ କାହିଁ ଏମିତି ହଉଛୁ? କାଲି କିଛି କଥା ନାଇଁ। ରାତିରୁ ଭାବୁଛ ମାନେ ଗୋଟେ କିଛି ତ କଥା ଥିବ, ନହେଲେ ତ ତମେ ସେମିତି ଆସିବା ଲୋକ ନୁହେଁ। ତୁ କାହିଁ ତ କୁହନ୍ତି ଯେ ଯଦି ତୁ କିଛି ନ ଭାବିବୁ। ମୁଁ ଭାବିବି କଣ ଭାବିବି? କାଳେ ଖରାପ ଭାବିବୁ। ତମେ ଗୋଟେ କଣ ଶୁଣିଥିବ କଥା କୋଉଠୁ କଣ କହିବ ନା ମୁଁ ଖରାପ କଣ ଭାବିବି? ମତେ କହୁଛ ନା ମୋ ସ୍ୱାମୀ କହୁଛ ନା ମୋ ପରିବାରକୁ କହୁଛ? କହିନ କଣ? ନାଇଁ ତୁ ଯଦି ଖରାପ ଭାବିଲୁ ତାହେଲେ କଥା ଖରାପ ହେଇଯିବ ନା। ତୋର ମୋର ବନ୍ଧୁ, ଆମେ ଗୋଟେ ଏତେ ଦିନର ସମ୍ପର୍କ, ଆମ ଭିତରେ ଖରାପ ହେଇଯିବ ନା। ଓହୋ ଛାଡ ମ ସେଗୁରା, ତମେ କହୁନ କଣ ଗୋଟା କଥା କୁହ। ଖରାପ ଭାବିବୁନି ତ? ନା ମ ମୁଁ ନାଇଁ କଣ ତୁ ଭାବିବି? ମୋରାଣ ଖାଇଲୁ, ତୁ କିଛି ଭାବିବୁନି ଯଦି ମୋ କଥା, ତାହେଲେ ମୁଁ ତତେ